राज्य में गुणात्मक शिक्षार विकास पई सरकार एक बलिष्ठ पदक्षेप ग्रहण करी गोदावरीश आदर्श प्राथमिक विद्यालय खोलिबा निष्पत्ति ग्रहण करिसेंति। ए क्रम में पटामुंडई ब्लॉक गंगारामपुर पंचायत रे मुख्यमंत्री गोदावरीश आदर्श प्राथमिक विद्यालयर वीडियो कॉन्फ्रेंस जोगे भित्ति प्रस्तर स्थापन करिसेंति। ଏହି ଉପଲକ୍ଷେ ଗଙ୍ଗାରାମପୁର ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ କବିଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ପଟାମୁଣ୍ଡେଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସାଂସଦ ପ୍ରତିନିଧି ସୁନାକାର ବେହେରା, ସରପଞ୍ଚ ସନ୍ତୋଷିନୀ ଜେନା, ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂଇଁଆ, ଜିଲ୍ଲା ଶିକ୍ଷା ବିଭାଗ ବୈଷୟିକ ବିଶାରଦ ନିବେଦିତା ସାହୁ, ବ୍ଲକ ବିଆରସିସି ପ୍ରେମବାଳା ମହାପାତ୍ର ଓ ବ୍ଲକ ସହକାରୀ ଶିକ୍ଷା ଅଧିକାରିଣୀ ସୁନୀତି ଦାସ, ସିଆରସିସି ମଳୟ ଜେନା, ହାଇସ୍କୁଲ ପରିଚାଳନା କମିଟି ସଭାପତି ବଙ୍ଗାଳୀ ଚରଣ ତରାଇ, ଲୋକନାଥପୁର ଉଚ୍ଚ ପ୍ରାଥମିକ ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ଶେଷରେ ସହକାରୀ ଶିକ୍ଷକ ଅକ୍ଷୟ ମହାନ୍ତି ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଉତ୍ସବର ଏଲଇଡି ଟିଭି ଯୋଗେ ପ୍ରସାରଣ କରାଯାଇଥିଲା। ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାବିତ୍, ସ୍ଥାନୀୟ ଲୋକପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ମାନେ ଯୋଗ ଦେଇଥିଲେ। ପଟାମୁଣ୍ଡେଇରୁ ଧୀରେନ୍ଦ୍ର ମଲ୍ଲିକଙ୍କ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।